प्रणाम। जहाँ भी मातृवंदना मु गायबी बा गान करी से सबको करुणामयी माँ चरण में समर्पण करुच्ची। माँ 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 डाकिबी, माँ 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 नाम जपिबी, माँ 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 डाकिबी, माँ 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 नाम जपिबी, मार पणते आसरा मुनेबी, मार पणते आसरा मुनेबी, माँ 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 डाकिबी, माँ 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 नाम जपिबी, माँ 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 डाकिबी, माँ 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 नाम जपिबी, मार नामे चंद्रवीत आनी दिए शीतलता, मार नामे अग्निवीत शुद्ध करे मलिनता, मार नामे चंद्रवीत आनी दिए शीतलता, मार नामे अग्निवीत शुद्ध करे मलिनता, मार सकती पारिब के कही, मार सकती पारिब के कही, माँ 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 डाकिबी, माँ 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 नाम जपिबी, माँ 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 डाकिबी, माँ 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 नाम जपिबी, मार पणते आसरा मुनेबी, मार पणते आसरा मुनेबी, माँ 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 डाकिबी, माँ 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 नाम जपिबी, सकल कर्मे मार नाम ओठर धारे धारे, नीरव मने अंतर खोली पाइबी घन तारे, सकल कर्मे मार नाम ओठर धारे धारे, नीरव मने अंतर खोली पाइबी घन तारे, विश्वास आकाशे माटे रवि, विश्वास आकाशे माटे रवि, माँ 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 डाकिबी, माँ 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 नाम जपिबी, माँ 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 डाकिबी, माँ 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 नाम जपिबी, मार पणते आसरा मुनेबी, मार पणते आसरा मुनेबी, माँ 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 डाकिबी, माँ 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 नाम जपिबी, माँ 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 डाकिबी, माँ 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 नाम जपिबी, माँ 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 डाकिबी, माँ 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 नाम जपिबी। धन्यवाद माँ। धन्यवाद भाई।
ଆଜିର ଆଲୋଚନାର ବିଷୟବସ୍ତୁ ହେଉଛି ଜ୍ଞାତା, ଜ୍ଞାନ ଓ ଜ୍ଞେୟ। ଏ ବିଷୟରେ ଆଲୋଚନା କରିବା ପାଇଁ ଆମ ସହ ଅଛନ୍ତି ରାଉରକେଲାରୁ ଭବେଶ ଚନ୍ଦ୍ର ସାହୁ। ଭବେଶ ଭାଇ, ବର୍ତ୍ତମାନ ମୁଁ ଭାଇଙ୍କୁ ଅନୁରୋଧ କରିବି ସେ ତାଙ୍କ ଆଲୋଚନା ରଖିବେ। ଭାଇ। କରୁଣାମୟୀ ମା, ପରମ ପ୍ରଭୁ ଶ୍ରୀ ଅରବିନ୍ଦ, ଅନଲାଇନ ଡିଭାଇନ ଗ୍ରେସ୍ ପାଠଚକ୍ରର ମୁଖ୍ୟ ସଞ୍ଚାଳିକା, ଆମ ସମସ୍ତଙ୍କର ପ୍ରିୟ ଓ ସମ୍ମାନର ଆସ୍ଥା ପ୍ରିୟମ୍ବଦାପା, ଆଜିର ଏହି କାର୍ଯ୍ୟକ୍ରମରେ ପ୍ରତ୍ୟକ୍ଷ ଭାବରେ ଅଂଶଗ୍ରହଣ କରିଥିବା ଜନତା ଆପା ଏବଂ ଦମାନ୍ତି ଆପା, ଏବେ ସୁନ୍ଦର ସଙ୍ଗୀତ ଯେ ମାଙ୍କ ପାଖରେ ଅର୍ପଣ କରୁଥିଲେ ଶାଶ୍ୱତ ଭାଇ, ଏବଂ ଆପଣମାନେ ସମସ୍ତେ ଯେଉଁମାନେ ଓଡ଼ିଶାର କୋଣ ଅନୁକୋଣରୁ ଏବଂ ଓଡ଼ିଶା ବାହାରୁ ଏହି ପ୍ରଜ୍ଞା ଯାତ୍ରାରେ ନିଜକୁ ଦୀର୍ଘ ଦିନ ଧରି ସାମିଲ କରିଛନ୍ତି, ସମସ୍ତଙ୍କ ପାଇଁ ମାଙ୍କ ଅପେକ୍ଷା କରୁଛି। ଶ୍ରୀ ଅରବିନ୍ଦ ତାଙ୍କର ବିଶ୍ୱବିଖ୍ୟାତ ପୁସ୍ତକ ଲାଇଫ ଡିଭାଇନର ପୃଷ୍ଠା 146 ମନ ଏବଂ ଅତି ମାନସର ଫାଷ୍ଟ ପ୍ରିନ୍ସିପଲ, ଅପରେଟିଭ ପ୍ରିନ୍ସିପଲ କଥା କହିଛନ୍ତି। ସେ ପ୍ରଥମେ କହୁଛନ୍ତି ଯେ ଅତି ମାନସର ଫାଷ୍ଟ ଅପରେଟିଭ ପ୍ରିନ୍ସିପଲ, ଯାହାକୁ ଆମେ କହିବା ଅତି ମାନସର ପ୍ରଥମ କ୍ରିୟା ତତ୍ତ୍ୱ, ଅତି ମାନସ କିଭଳି କାମ କରେ, ତାର କ୍ରିୟା ତତ୍ତ୍ୱଟି ହେଲା ଯେ ଇଟ୍ ଇଜ୍ ଏ କସ୍ମିକ ଭିଜନ। ଏହା ହେଉଛି ଗୋଟେ ବିଶ୍ୱମୟ ଆଉ ବିଶ୍ୱଗତ ଦୃଷ୍ଟି। ଏହି ବିଶ୍ୱମୟ ଦୃଷ୍ଟିଟି ଯଦିଓ ଜଟିଳ ବ୍ୟାପାର ନୁହେଁ, କିନ୍ତୁ ଆମ ଚେତନାର ବିସ୍ତାର ହେଇନଥିବା କାରଣରୁ ଆମ ପାଖରେ ବାରମ୍ବାର ଏକ ବ୍ୟକ୍ତିଗତ ଦୃଷ୍ଟି ଆମ ପାଖକୁ ଫେରିଆସୁଛି। ଆମ ସମସ୍ତଙ୍କ ପାଖରେ ନିଜର ପରିଚୟ, ନିଜର ଜାତି, ନିଜର ଧର୍ମ, ନିଜର ପରିବାର, ନିଜର ବନ୍ଧୁ ବାନ୍ଧବ, ନିଜ ଗାଁ, ନିଜ ମାଟି, ନିଜ ସମୟ, ଯୋଉଟାକୁ ନିଜ ଆୟୁଷ ବୋଲି କହିବା, ଆମ ସମୟ, ମୋ ସମୟ, ଏଇଭଳି ଗୋଟେ ଖଣ୍ଡିତ ପରିସ୍ଥିତିଟିଏ ଆମେ ଆମ ଚାରିକଡ଼େ ସବୁବେଳେ ତିଆରି କରୁ, ବିଖଣ୍ଡିତ, ଯାହାକୁ କୁହାଯିବ ଡିଭିଜିବଲ। କିନ୍ତୁ ଯେତେବେଳେ ଅତିମାନସର ଚେତନା ଆମ ଭିତରେ କାର୍ଯ୍ୟକାରୀ ହବ, ସେତେବେଳେ ଏହା ଆମକୁ ଏକ ବିଶ୍ୱମୟ ଏବଂ ବିଶ୍ୱଗତ ଦୃଷ୍ଟି ପ୍ରଦାନ କରିବ, ଯାହାକୁ ଶ୍ରୀ ଅରବିନ୍ଦ ଇଂରାଜୀରେ କହୁଛନ୍ତି କସ୍ମିକ ଭିଜନ। ଏବଂ ଏଇ କସ୍ମିକ ଭିଜନଟା ପ୍ରକୃତରେ କଣ, ସେ ସେଇଠି ପୁଣି କହୁଛନ୍ତି ଏଇ ଭିଜନଟା which is all comprehensive, ଏଇଟା ସର୍ବସମାବେଶକ, ସବୁ ଜିନିଷକୁ ନେଇ ଚାଲିବ। ମୁଁ ଗତକାଲି ଗୋଟେ ପାଠଚକ୍ରରେ କହୁଥିଲି ଯେ କିଛି ଲୋକ ଆମ ଦକ୍ଷିଣେଶ୍ୱର କାଳୀ ମନ୍ଦିରରେ ସତ୍ସଙ୍ଗ ଚାଲୁଥିଲା ଶାରଦା ଦେବୀଙ୍କର ନେତୃତ୍ୱରେ। ଶାରଦା ଦେବୀ ହେଲେ ରାମକୃଷ୍ଣ ପରମହଂସଙ୍କର ସହଧର୍ମୀ। କିଛି ଲୋକ ତାଙ୍କୁ କହିଲେ, ଆଜ୍ଞା ଦେଖନ୍ତୁ, ଏଇ ପାଠଚକ୍ରରୁ କିଛି ଲୋକ ଆସୁଛନ୍ତି ଯୋଉମାନଙ୍କର ଚରିତ୍ର ସନ୍ଦେହଜନକ, ସେମାନେ ସମାଜରେ ବହୁତ ନିନ୍ଦାର ଅଧିକାରୀ ଏବଂ ତାଙ୍କୁ ଅନେକ ଲୋକ ଘୃଣା କରନ୍ତି, ସେମାନେ ବହୁତ ଖରାପ କାମରେ ଲିପ୍ତ ଅଛନ୍ତି। ସେଠୁ ସେ ଶାରଦା ଦେବୀ ହସିଲେ, କହିଲେ ଗଙ୍ଗା ନଦୀରେ ବହୁତ ଗେଣ୍ଡା କୋଚିଆ ସାପ ଅଛନ୍ତି, ତାହେଲେ ଗଙ୍ଗା ନଦୀ ସମସ୍ତଙ୍କୁ ନେଇ ପ୍ରବାହିତ ହୁଏ। ସେଇଭଳି ସତ୍ସଙ୍ଗ ହେଉଛି ଗୋଟେ ପାବନକାରୀ ଗଙ୍ଗା ନଦୀ, ଚାନ୍ଦ୍ ନଦୀ, ଯେ ସମସ୍ତଙ୍କୁ ନେଇ ଚାଲେ। ସବୁ ଗେଣ୍ଡା କୋଚିଆ ଯେତେ ସୁନ୍ଦର ତା ରହିଛି, ଯେତେ ଅସୁନ୍ଦର ତା ରହିଛି, ଏଇ ଜଗତଟିକୁ ଆମେ ସେଭଳି ଅନୁଭବ କରୁନାହୁଁ। ତାହେଲେ
କାରଣ ଚେତନାର ଯେତେବେଳେ ଗୋଟେ ବଡ ବିସ୍ତାର ହବ ସେତେବେଳେ ଆପଣ ଏକ ସର୍ବସମାବେଶକ ବ୍ୟକ୍ତିତ୍ୱରେ ପରିଣତ ହେବେ। ଏଠି ବ୍ୟକ୍ତି ସତ୍ତା ତ ରହିବ ନାହିଁ। ଏବଂ ପୁଣି କହୁଛନ୍ତି ଯେ ଏଇଟା ଅଲ୍ ପରଭେଡିଂ, ଏଇଟା ସର୍ବବ୍ୟାପୀ। ସେଦିନ ଆପଣ କହିବେନି ଯେ ମୋ ଭାରତ, ମୋ ପାକିସ୍ତାନ, ମୋ ହିନ୍ଦୁ ଧର୍ମ, ମୋର ଜାତି, ଆଉ ଏଇ ଯୋଉ ମୋର ପରିଚୟ, ଏଇ ସବୁ ଦିଗ ଗୁଡିକ ଗୌଣ ହେଇଯିବ ଏବଂ ଆପଣ ସେଦିନ ଗୋଟେ ଅଲ୍ ପରଭେଡିଂ କନସିୟସନେସ୍, ଗୋଟେ ସର୍ବବ୍ୟାପକ ଚେତନା ଭିତରକୁ ପ୍ରବେଶ କରିବେ। ଏବଂ ସେଦିନ ଯେଭଳି ମା ତାଙ୍କର ଶିକ୍ଷା ବହିରେ ଅନ୍ ଏଜୁକେସନ ର 95 ପେଜରେ ଗୋଟେ ଚମତ୍କାର କଥା କହୁଛନ୍ତି, ସେ କିଭଳି ମଣିଷ ଚାହୁଁଛନ୍ତି। ଯୋଉ ମଣିଷଟି ଗୋଟେ ତାର ବ୍ୟକ୍ତିଗତ ରୁଚି, ବ୍ୟକ୍ତିଗତ ଅଭ୍ୟାସ, ତାର ଗୋଟେ ଅହଙ୍କାର ଦ୍ୱାରା ନିର୍ମିତ ହେଇଥିବା ତାର ଯୋଉ ଦୁର୍ଗ, ତା ଭିତରେ ସେ ରହୁନାହିଁ। ସେ ଗୋଟେ ବିଶ୍ୱ ନାଗରିକ, ଗୋଟେ ୱାର୍ଲଡ ସିଟିଜେନ। ଏଇଟା ହଉଛି ବିଶ୍ୱ ଦୃଷ୍ଟି। ସେ କହିବ ନାହିଁ। ଆପଣ ଦେଖନ୍ତୁ, ଯେତେବେଳେ ଅରୋଭିଲ ତିଆରି ହେଲା, ଅରୋଭିଲରେ ଲେଖା ହେଇଛି ଗୋଟେ ଧାଡି, ପ୍ରଥମ ଧାଡି, ଯେ ଏହା କୌଣସି ଦେଶର ସମ୍ପତ୍ତି ନୁହେଁ। ଏଇଟା କେହି କହିପାରିବନି ଯେ ଏଇଟା ଭାରତର, କି ଏଇଟା ଆମେରିକାର, କି ଏଇଟା ଇଂଲଣ୍ଡର। ଆମେ ସମସ୍ତେ ମାଙ୍କର ସନ୍ତାନ, ଆମେ ସମସ୍ତେ ଭଗବାନଙ୍କର ରାଜ୍ୟର ବାସିନ୍ଦା। ଈଶାବାସ୍ୟ, ଯାହା ଉପନିଷଦ ଲେଖିଥିବା ବ୍ୟକ୍ତିମାନେ କହିଥିଲେ, ଆମେ ସମସ୍ତେ ଈଶ୍ୱରଙ୍କର ଘରେ ରହିଛୁ। ଆମର ନିଜର ଘର କୋଉଠି ହେଲା? କିନ୍ତୁ ଆମ ମନର ଯୋଉ ବିକୃତି ରହିଛି ବା ଯୋଉ ଖଣ୍ଡିତ ଚେତନା ରହିଛି ସେଠିକି ଆସୁଛି, ସେ ପ୍ରକୃତରେ ଆମ ଘର, ଆମ ଗାଁ, ଆମ ଦେଶ, ଆମ ପ୍ରଦେଶ ସବୁ ତିଆରି କରୁଛି। ତେଣୁ ଶ୍ରୀ ଅରବିନ୍ଦଙ୍କର ଫାଷ୍ଟ ଅପରେଟିଭ ପ୍ରିନ୍ସିପଲ ଅଫ ଡିଭାଇନ ସୁପର ମାଇଣ୍ଡ ହେଲା ଗୋଟେ କସ୍ମିକ ଭିଜନ, ଯାହା କମ୍ପ୍ରେହେନ୍ସିଭ, ଅଲ୍ ପରଭେଡିଂ ଆଣ୍ଡ ଅଲ୍ ଇନହାବିଟେଟିଂ। ସବୁ ସ୍ଥାନରେ ସେ ଅବସ୍ଥାନ କରୁଥିବାର ଏକ ଦୃଷ୍ଟି ସବୁ ଜାଗାରେ ଅଛି। ଏଇଭଳି ଦୃଷ୍ଟି କାହାଙ୍କର ଥାଏ? ପରମାତ୍ମାଙ୍କର ଥାଏ। ଗୋଟେ ଚଢେଇ ଛୁଆର ଯତ୍ନ ବି ସେ ନିଅନ୍ତି, ଗୋଟେ ଉଇ ପିମ୍ପୁଡିର ଯତ୍ନ ବି ନିଅନ୍ତି। ସେ ଗୋଟେ ସଂବାଳକୁ ବି ଭଲ ପାଆନ୍ତି, ଗୋଟେ ଘାସ ଫୁଲକୁ ବି ଭଲ ପାଆନ୍ତି, ତିମି ମାଛକୁ ବି ଭଲ ପାଆନ୍ତି, ହାତୀକୁ ବି ଭଲ ପାଆନ୍ତି। ତାଙ୍କ ପାଇଁ କ୍ଷୁଦ୍ର ବୃହତର କିଛି ଅନ୍ତର ନାହିଁ, ମହତ ଅମହତର କିଛି ଅନ୍ତର ନାହିଁ। ତେଣୁ ସେ ଯେହେତୁ ସମସ୍ତଙ୍କର, ସେ ସବୁ ସ୍ଥାନରେ ଅବସ୍ଥାନ କରୁଛନ୍ତି, ଇନହାବିଟେଟିଂ। ଏବଂ ଆଉ ଗୋଟେ ଚମତ୍କାର କଥା ସେ କହୁଛନ୍ତି, ଯେତେବେଳେ ଅତିମାନସର କ୍ରିୟା ତତ୍ତ୍ୱ, ଫାଷ୍ଟ ଅପରେଟିଭ ପ୍ରିନ୍ସିପଲ ଅଫ ଡିଭାଇନ ସୁପର ମାଇଣ୍ଡ ଏ ଜଗତରେ କାର୍ଯ୍ୟକାରୀ ହବ, ସେତେବେଳେ ସେଇଟା ହବ, ଏଇଟା କାହିଁକି ସବୁ କଥାକୁ ନିଜର ସତ୍ତା ଭିତରେ ନେଇପାରୁଛି? ବିକଜ ଇଟ୍ କମ୍ପ୍ରେହେଣ୍ଡସ୍ ଅଲ୍ ଥିଙ୍ଗସ୍ ଇନ୍ ବିଇଂ। ସମସ୍ତ ସତ୍ତାକୁ ସେ ଆବରି ବସି ପାରୁଛି ବା ସବୁ କିଛିକୁ ସମାବେଶିତ କରିପାରୁଛି ଏଇଥିପାଇଁ ଯେ and static self awareness, ଇଏ ଗୋଟେ ସ୍ଥିର ଧ୍ରୁବ ଆତ୍ମ ଚେତନା। ତାହେଲେ ଆମ ପାଖରେ ଆତ୍ମ ଚେତନା ଅବଶ୍ୟ ଅଛି, କିନ୍ତୁ ସେଇଟା ସ୍ଥିର, ଅପ୍ରତିହତ ନୁହେଁ। ବହୁତ ସମୟରେ ଆମେ ଅସଚେତନତା ଭିତରକୁ ପ୍ରବେଶ କରି ଯାଉଛୁ, କାରଣ ଆମ ମନ ଆମକୁ ଭିନ୍ନମୁଖୀ ଗୋଟେ ବୃତ୍ତି ଆଡକୁ ନେଇଯାଏ। ଆପଣ ଯୋଉଥିରେ ଆଜି ଏବେ ପାଠଚକ୍ର ଅଛନ୍ତି, ପାଠଚକ୍ର କଥା ଭାବୁଛନ୍ତି, ଏଇଠି ବସିକି ମନ ଆପଣଙ୍କୁ ଗୋଟେ କୁଆଡେ କୁଆଡେ ନେଇଯାଏ, କେତେ ଅନୁଭୂତି ଭିତରକୁ ନେଇଯାଏ, କେତେ ସ୍ମୃତି ଭିତରକୁ ନେଇଯାଏ, କୋଉ ଚିନ୍ତା, କୋଉ ଚେତନା, କୋଉ ଗାଁ, କୋଉ ଦେଶ, କୋଉଠି ଆପଣଙ୍କୁ ସେ ନେଇକି ପହଞ୍ଚେଇଦବ। ଏଇ ମନର ଯୋଉ ଗତି ଅଛି, କାରଣ ମନ ଆଲୋକର ଗତି ଠାରୁ ବେଶୀ ବେଗରେ ଗତି କରିପାରେ। ଆମେରିକାରେ ଆଲୋକ ପହଞ୍ଚିବାକୁ 8-10 ମିନିଟ ସମୟ ଲାଗିବ, କିନ୍ତୁ ଆପଣଙ୍କ ମନ 1 ସେକେଣ୍ଡ, ଫ୍ରାକ୍ସନ ଅଫ ସେକେଣ୍ଡରେ ଆମେରିକାରେ ପହଞ୍ଚିବ। ତେଣୁ ମନ ହଉଛି ଚଞ୍ଚଳମ୍, ଦୁର୍ନିଗ୍ରହମ୍। ତାକୁ କେହି ନିୟନ୍ତ୍ରଣ କରିପାରିବେ ନାହିଁ। ମନକୁ କେହି ନିୟନ୍ତ୍ରଣ, ସେ ସ୍ୱାଧୀନ। ମନ ତାର ଏତେ ଗତିମାନ, ଏତେ ସ୍ୱାଧୀନ। ତେଣୁ ଏଇ ମନକୁ ଆମକୁ ସେଇଠି ଗୋଟେ, ବିକଜ ଇଟ୍ କମ୍ପ୍ରେହେଣ୍ଡସ୍ ଅଲ୍ ଥିଙ୍ଗସ୍ ଇନ୍ ବିଇଂ ଆଣ୍ଡ ଷ୍ଟାଟିକ୍ ସେଲ୍ଫ ଆୱାରନେସ୍, ଇଏ ଗୋଟେ ସ୍ଥିର
ଧ୍ରୁବ ଆତ୍ମ ସଚେତନତା ତैयारी କରୁଛି ଏଟା ସବଜେକ୍ଟିଭ ଏଟା ହେଲା ଏଟା ଅବଜେକ୍ଟିଭ ନୁହେଁ ଅर्थात ସବଜେକ୍ଟିଭ କହିଲେ ଆମେ ବୁଝିବା ଏହା ହେଉଛି ପ୍ରକୃତରେ ଭାବାତ୍ମକ ଦ୍ୱିତୀୟଟି ଟାଇମଲେସ୍ ଏ ହେଉଛି କାଳାତୀତ କାଳାତୀତ କଥାଟିକୁ ଆମେ ଗୋଟେ ପ୍ରସଙ୍ଗରେ ଥରେ ଆଲୋଚନା କରିଥିଲେ କାଳାତୀତ କହିଲେ କାଳ ଗୋଟେ ସ୍ରୋତ ଭଳି ବହି ଯାଉଛି ବୋଲି ଆମେ କହୁଛୁ କିନ୍ତୁ ପ୍ରକୃତରେ କଣ କାଳ ଗୋଟେ ସ୍ରୋତ ଭଳି ବହି ଯାଏ କି କାଳ ସ୍ରୋତ ଭଳି ବୋହେ ନାହିଁ କାରଣ ତାର ଏଟା ନଦୀ ନୁହେଁ ବହିଯାଏ କି ଆମେ ଆମର ସମ୍ଭୂତି ଅଛି ଆମର ଜନ୍ମ ଅଛି ଆମର ମୃତ୍ୟୁ ଅଛି ଅର୍ଥାତ୍ ଆମର ଆୟୁଷ ଅଛି କାଳର ଆୟୁଷ ନାହିଁ ସେ ଜନ୍ମ ହୁଏ ନାହିଁ କି ମରଣ ଲାଭ କରେ ନାହିଁ କାଳ ସେମିତି ରହିଛି କିନ୍ତୁ ଆମକୁ ଲାଗେ କାଳ ଗତି କରୁଛି କାଳ ପାଇଁ ଅତୀତ ଅଛି ହୁଏତ ଗତ ଶତାବ୍ଦୀ ତା ପାଇଁ ଅତୀତ ଥିଲା ଆସନ୍ତା ଶତାବ୍ଦୀ ତା ପାଇଁ ଭବିଷ୍ୟତ ଆଉ ବର୍ତ୍ତମାନ ଶତାବ୍ଦୀରେ ତା ପାଇଁ ବର୍ତ୍ତମାନ ଗୋଟେ ମୁହୂର୍ତ୍ତକୁ ନିଅନ୍ତୁ ଏଇ ମୁହୂର୍ତ୍ତଟା ଏଇ 7ଟାରୁ 8ଟା ଏଇଟା ପାଠ ଚକ୍ରରେ ଆମେ ଅଛନ୍ତି ଏଇଟା ଆମ ପାଇଁ ବର୍ତ୍ତମାନ 8ଟା ପରେ ସେଇଟା ଭବିଷ୍ୟତ ଆଉ 6ଟା ବେଳକୁ ସେଇଟା ଅତୀତ ଥିଲା ଆହୁରି ଗୋଟେ ମୁହୂର୍ତ୍ତରେ ତାକୁ ନିଅନ୍ତୁ ଘଣ୍ଟା ମିନିଟ ମୁହୂର୍ତ୍ତରେ ଆମେ କାଳକୁ ଏଇଭଳି ଭାଗ କରୁଛୁ ଏଇ ବିଭାଜନ ହେଉଛି ମନର କ୍ରିୟା କିନ୍ତୁ ଯେତେବେଳେ ଅତିମାନସ ଆସିବ ସିଏ ଆଉ ବିଭାଜନ କରିବନି କାରଣ ଆମେ ଯେତେବେଳେ କାଳକୁ ଭାଗ କରିଦେବୁ ଆମେ ଅତୀତକୁ ନେଇ ଚିନ୍ତିତ ହଉ ବ୍ୟତୀତ ହଉ କିଏ ଅପମାନ କରିଥିଲା କିଏ ଗାଳି ଦେଇଥିଲା କେମିତି ଜୀବନ କଟିଥିଲା ସ୍ମୃତି ଭିତରକୁ ଯାଉ ବର୍ତ୍ତମାନକୁ ନେଇ ଆମେ ଗୋଟେ ଅସଚେତନତା ଭିତରକୁ ଯାଉ ବର୍ତ୍ତମାନରେ ଆମେ ରହିପାରୁନା ଆଉ ଭବିଷ୍ୟତକୁ ଆମେ ପଳେଇ ଯାଉ ୟାପରେ କଣ ହବ ୟାପରେ କଣ ହବ ତାପରେ କଣ ହବ ଆଉ ତାପରେ ମୁଁ କଣ କରିବି ତାପରେ କଣ କରିବି 8ଟା ପରେ ପାଠ ଚକ୍ର ସରିଲେ କଣ କରିବି କାଲି ସକାଳେ କଣ କରିବି ତା ପରଦିନ କଣ କରିବି 2 ବର୍ଷ ପରେ କଣ କରିବି ମଣିଷର ଏଇ ଯୋଉ କାଳଗତ ଚେତନା ତାକୁ ଏଇଭଳି ଗୋଟେ ପ୍ରବାହ ଭିତରକୁ ନେଇଯାଏ ତା ମନଟି କିନ୍ତୁ ଅତିମାନସ ଆସିବ ଏଟା ଟାଇମଲେସ୍ ହବ କେମିତି ଏଟା କାହିଁକି ଆପଣଙ୍କୁ ଲାଗୁଛି ଯେ ସମୟ ଗତି କରୁଛି ବୋଲି କାହିଁକି ଲାଗୁଛି ନା ସେ କଥା ଆମେ ଆଲୋଚନା କରିଛନ୍ତି ଯେ ଗୋଟେ ରିଲେଟିଭ ସ୍ପିଡ ଅଛି ଆପଣ ଟ୍ରେନରେ ବସିଲେ ଲାଗେ ଯେ ଗଛ ଗୁଡାକ ସବୁ ଚାଲୁଛନ୍ତି ଯଦି ଗଛ ଗୁଡା ସ୍ଥିର ଅଛନ୍ତି ଆପଣ ଗତିମାନ ସେଇଭଳି ଆମେ ଯେହେତୁ ଗତିମାନ ଆମ ଚେତନାଟି ଗତିମାନ ହେଇକି ରହିଛି ଆମେ ନିଜେ ଗତିମାନ ହେଇକି ଅଛନ୍ତି ସେଇ ସମୟରେ ଆପଣଙ୍କୁ ଲାଗିବ ଯେ ସମୟ ହଉଛି ପ୍ରକୃତିରେ ଗତି କରୁଛି ସମୟ ଗତି କରୁନାହିଁ ତ ସୂର୍ଯ୍ୟ ସ୍ଥିର ଏଟା ବିଜ୍ଞାନ କହୁଛି ଆମେ ବୁଦ୍ଧି ଜରିଆରେ ବୁଝିଛନ୍ତି କିନ୍ତୁ ଆମ ଇନ୍ଦ୍ରିୟ ଆମ ଆଖି କଣ ଦେଖୁଛି ସୂର୍ଯ୍ୟ ସବୁଦିନେ ପୂର୍ବ ଆକାଶରେ ଉଦିତ ହୁଅନ୍ତି ଆଉ ପଶ୍ଚିମ ଆକାଶରେ ଡୁବି ଯାଆନ୍ତି ତ ଜଣେ ଟ୍ୟୁସନ ସାର୍ ଆସିଲେ ଜଣଙ୍କ ଘରକୁ ସେ ତାକୁ ପଢେଇଲେ ପୃଥିବୀ ଘୂର୍ଣ୍ଣାୟମାନ ସୂର୍ଯ୍ୟ ସ୍ଥିର ସେଠୁ ସେ ବୁଢୀ ଲୋକ ଜଣେ ବସିକି ଶୁଣୁଥିଲେ ତାଙ୍କର ବୁଦ୍ଧି ବା ବିଜ୍ଞାନ ସେତିକି ବିକଶିତ ହେଇନି ସେ ତାପରେ ଶୁଣିଲେ ତାପରେ ସେ କହିଲେ କି ଉଲ୍ଟା ପାଠଟା ପଢଉଛି ସାର୍ ସୂର୍ଯ୍ୟଟା ତ ସବୁଦିନେ ପୂର୍ବରେ ବାହାରିକି ପଶ୍ଚିମକୁ ଯାଉଛି ଏଇଟା ତ ଆମେ ଦିଶୁଛୁ ଦିପହର ବେଳକୁ ସେ ମୁଣ୍ଡ ଉପରକୁ ପଳେଇ ଆସି ଏଇଟା ତ ଆଖିରେ ଦିଶୁଛି କଣ ଇଏ କି ପାଠ ଏଇ ପଢଉଛନ୍ତି ଭୁଲ ପାଠ ସେଠି ସିଏ ତ ମୁଁ ସାର୍ଙ୍କୁ କିଛି କହିଲାନି ଘରେ ଯାଇ କହିଲା ଏଇ ସାର୍ଙ୍କୁ ମନା କରିଦିଅ ଏ ସାର୍ କିଛି ଭଲ ପାଠ ପଢଉନାହାନ୍ତି ମଣିଷ ଯେତେବେଳେ ତାର ଇନ୍ଦ୍ରିୟ ଜ୍ଞାନ ନିକଟରେ ଅଟକି ଯାଏ ତାର ଏଇଭଳି ବିଡମ୍ବନା ଦେଖାଯାଏ ସତ୍ୟକୁ ବା ଜ୍ଞାନକୁ ସେ କଣ କରେ ଉପେକ୍ଷା କରେ ତେଣୁ ଯୋଉଟା ପ୍ରକୃତରେ ସ୍ଥିର ସେଇଟାକୁ ଆମେ କହୁ ସେଇଟା ଚଳମାନ ସମୟ ହଉଛି ସ୍ଥିର ସମୟର କିଛି ଭବିଷ୍ୟତ ନାହିଁ ସମୟର କିଛି ବର୍ତ୍ତମାନ ନାହିଁ ସମୟର କିଛି ଅତୀତ ନାହିଁ କିଛି ଏଇଟା 3ଟା ଭାଗରେ ବିଭକ୍ତ ହଉନି ବିଭକ୍ତ ଆମେ ନିଜେ କରୁଛୁ ତାକୁ କାଳ ସେଇଭଳି ରହିଛି ଚିରନ୍ତନ ଯେତେବେଳେ ଅତିମାନସ ଆସିବ ସେତେବେଳେ ମଣିଷଟି କାଳଜୟୀ ଗୋଟେ ଟାଇମଲେସ୍ ଅବସ୍ଥାରେ ରହିବନି ଚିରନ୍ତନତା ତାକୁ ହିଁ କହନ୍ତି ଶାଶ୍ୱତତା ତାକୁ ହିଁ କହନ୍ତି ଏଟର୍ନିଟି ତେଣୁ ସେ କେବେ ସରୁନାହିଁ କାଳର ପ୍ରବାହରେ ସେ ଭାସି ଯାଉନାହିଁ ଆଉ ଯାହା କହୁଛନ୍ତି ତାହା ହଉଛି ସ୍ପେସଲେସ୍ ଟା ତ ଆହୁରି ବଢିଆ କଥା ଆମ ସଂସାରରେ ଇଞ୍ଚେ ଜମି ପାଇଁ ଆମେ ହାଣ କାଟ ହଉଛୁ
ବୋଧେ ଭାରତରେ କଣ ପୃଥିବୀରେ ଯେତିକି ଜମିବାଡି କେସ୍ ଅଛି, ମକଦ୍ଦମା ଅଛି, ଜେଲ ଆମର କୋର୍ଟ କଚେରୀରେ, ତାକୁ ଯଦି ହିସାବ କରିବା ହୁଏତ ଆମ ଅଙ୍କ ପାଇବନି, ଆପଣ ମୁଣ୍ଡ ଖରାପ ହେଇଯିବ। କୋଟି କୋଟି ଜଜ୍, କୋଟି କୋଟି ହଜାର ହଜାର ବର୍ଷ ଧରି ସେ ବିଚାର ସାରି ପାରୁନାହାନ୍ତି। ମଣିଷ ଜମି ପାଇଁ, ସ୍ପେସ୍ ପାଇଁ, ଖାଲି ଆ ବ୍ୟକ୍ତି ନୁହେଁ, ଦେଶ ଦେଶ ଭିତରେ ନେତା ମାନେ ଏ ମୋ ଗାଁ ନେଇଗଲା, ସେ ମୋ ଜାଗା ନେଇଗଲା, ସେ 20 କିଲୋମିଟର ମୋ ଭିତରକୁ ପଳେଇ ଆସିଲା, ସେ 5 କିଲୋମିଟର ଭିତରୁ ମଧ୍ୟ, ଏସବୁ ଏମିତି ପାଗଳା ହୁଅନ୍ତି। ଏସବୁ ମନର ଗୋଟେ ଭୟଙ୍କର କାମ। କିନ୍ତୁ ଅତି ମାନସ ଆସିଲା ପରେ ଆପଣଙ୍କୁ ସ୍ପେସଲେସ୍ ଗୋଟେ ଅବସ୍ଥା ମିଳିବ। ସ୍ପେସଲେସ୍ କଥା ଟିକିଏ ବୁଝିଦବା ଯେ ଆପଣ ଯେତେବେଳେ କୁହାଯିବ ଆପଣଙ୍କ ଘରଟା କୋଉ ଦିଗରେ, ଆପଣ କହିବେ ମୁଁ ଭଦ୍ରକରୁ ଓହ୍ଲେଇ ଆମେ ଯେତେବେଳେ ବସ୍ ଧରୁ ପୂର୍ବ ଦିଗକୁ ଗଲେ ଆମ ଘର ପଡିବ। ଏଇଟା ଗୋଟେ ଛୋଟ ଭୂଖଣ୍ଡର କଥା, କିନ୍ତୁ ଯଦି ଆପଣ ବିଶ୍ୱର କସ୍ମିକ ଭିଜନକୁ ଯିବେ, ଯାହା ଶ୍ରୀଅରବିନ୍ଦ କହିଲେ ଯେ ଅତି ମାନସର ପ୍ରଥମ କ୍ରିୟା ତତ୍ତ୍ୱ ହଉଛି କସ୍ମିକ ଭିଜନ, ଆପଣ ବିଶ୍ୱ ଦୃଷ୍ଟିରୁ କୋଉଠି ଅଛନ୍ତି? ବିଶ୍ୱର ମଝିରେ ଅଛନ୍ତି, ଆପଣ ଉତ୍ତରରେ ଅଛନ୍ତି ନା ଦକ୍ଷିଣରେ ଅଛନ୍ତି ନା ନିମ୍ନରେ ଅଛନ୍ତି ନା ଉର୍ଦ୍ଧ୍ୱରେ ଅଛନ୍ତି? ବିଶ୍ୱ ଦୃଷ୍ଟିର ନେଇକି ଭୂଗୋଳର କଥା ଭାବିବେ, ଆପଣ କୋଉଠି ଅଛନ୍ତି କହିପାରିବେ ନାହିଁ। ଉତ୍ତରରେ ଅଛନ୍ତି ନା ଦକ୍ଷିଣରେ ଅଛନ୍ତି? ଗୋଟେ ଛୋଟିଆ ପର୍ସପେକ୍ଟିଭରୁ, ଗୋଟେ ଛୋଟ ଅବଧାରଣା ଭିତରୁ, ଗୋଟେ ଛୋଟ ଧାରଣା ଭିତରେ ଯେତେବେଳେ ଆପଣ କଥାକୁ ଭାବନ୍ତି, ସେତେବେଳେ ସବୁ ଦିଗ ଆସିବ। କିନ୍ତୁ ଏଇ ଡାଇମେନସନ ସେତେବେଳେ ଲୋପ ହବ ଯେତେବେଳେ ଆପଣ କସ୍ମିକ ଭିଜନ ପାଇବେ, ଯେ ଆପଣ ସେତେବେଳେ କହିପାରିବେନି ଯେ ମୋ ଜମିଟା କୋଉଟା, ମୋ ଘରଟା କୋଉଟା, ମୁଁ କୋଉଠି ଅଛି। ବିଶ୍ୱରେ ଆପଣ କୋଉଠି ଅଛନ୍ତି? ମଝିରେ ଅଛନ୍ତି ନା ପଶ୍ଚିମରେ ଅଛନ୍ତି ନା ଉତ୍ତରରେ ଅଛନ୍ତି ନା ପାଖରେ ଅଛନ୍ତି? ବିଶ୍ୱଟା କଣ? ବିଶ୍ୱଟା ହଉଛି ଆମ ପାଇଁ ସବୁବେଳେ ଗୋଲାକାର ଏବଂ ଅଚିନ୍ତନୀୟ, ବିରାଟ, ଟ୍ରାନ୍ସଡେଣ୍ଟାଲ। ତାହେଲେ ଆମେ ପ୍ରକୃତରେ ଏତେ ବିଶ୍ୱର ବିରାଟ କୁ ଦେଖିଲେ, ଏଇ ଜମି ବାଡିକୁ ନେଇକି ମଣିଷର ଯୋଉ ଅହଙ୍କାର, ତାର ଯୋଉ ଗାରିମା, ତାର ଯୋଉ ସ୍ପର୍ଦ୍ଧା, ତାର ଯୋଉ ଅହଙ୍କାର, ଏ ସବୁକୁ ମିଶେଇଲେ ଯେ ଦିନେ ମଣିଷ ଏଇଭଳି ଗୋଟେ ସ୍ପେସଲେସ୍, ଟାଇମଲେସ୍ ଗୋଟେ ଚେତନାକୁ ପ୍ରାପ୍ତ ହବ, ସେଇଟା କେମିତି ଗୋଟେ ଅଡୁଆ ଅଡୁଆ ଲାଗୁନି କଥାଟା, କିନ୍ତୁ ଶ୍ରୀ ଅରବିନ୍ଦ ଏଟା କହୁଛନ୍ତି, ଶ୍ରୀ ଅରବିନ୍ଦ। ତେଣୁ ଏଇଟା ହଉଛି ଡାଇନାମିକ ନଲେଜ। ଏଇ ଜ୍ଞାନ ଯେତେବେଳେ ଆସିବ, ଏଇ ସକ୍ରିୟ ଜ୍ଞାନ ଯେତେବେଳେ ଆସିବ, ସେତେବେଳେ ଆମେ ଦେଶ ଆଉ କାଳର ଆୟତନ ଭିତରେ ଏଇ ଯୋଉ ମନ ଆମକୁ ପ୍ରଶାସିତ କରି ରଖିଛି, ତାକୁ ପ୍ରକାଶିତ କରୁଛି, ସେଗୁଡିକ ଆଉ ହବନି। ତାହେଲେ ଆପଣଙ୍କୁ କଣ ହବ? ସେଇ ପେଜରେ ଶ୍ରୀ ଅରବିନ୍ଦ କହୁଛନ୍ତି, ଦି ସୁପ୍ରିମ ଟ୍ରୁଥ କନସିୟସନେସ ଚାପ୍ଟରରେ, ଯେ ଦେନ୍ ଇଜ ଦ ଫାଷ୍ଟ ଅଫ ଇନ୍ ଦିସ୍ କନସିୟସନେସ, ଏଇ ଚେତନାରେ, କୋଉ ଚେତନା? ଅତି ମାନସ ଚେତନାରେ, ଦି ନୋୟର, knowledge and the known are not different entities. ଏଇ ଚେତନାରେ ଜ୍ଞାତା, ନୋୟର, ଆଉ ଦି ନୋନ୍, ଯେ ଜ୍ଞେୟ, ଆଉ ନଲେଜ ଅର୍ଥାତ ଜ୍ଞାନ, ପରସ୍ପର ଠାରୁ ଭିନ୍ନ ଭିନ୍ନ ସତ୍ତା ରୂପେ ରୁହନ୍ତି ନାହିଁ। ଆଜି ଆମ ପାଇଁ ଏସେ ବିଷୟକୁ ଆସିବା, ପ୍ରକୃତରେ ଜ୍ଞାତା କିଏ, ଜ୍ଞାନ କିଏ, ଆଉ ଜ୍ଞେୟଟା କଣ, ସେଇ କଥାଟିକୁ ଯେତେବେଳେ ଆମେ ଆଲୋଚନା କରିବା, ସେତେବେଳେ ଏଇ ଧାଡିଟି ବୁଝିପାରିବା, ନହେଲେ ଏଇ ଧାଡିଟିକୁ ବୁଝିହେବନି। କାରଣ ଆମର ଯୋଉ ମନମୟୀ ବୁଦ୍ଧି ରହିଛି, ସେ କଣ କରେ, ତାର ଗୋଟେ ପ୍ରିନ୍ସିପଲ ଅଛି, ଫଣ୍ଡାମେଣ୍ଟାଲ ଲ ଅଫ ଆକ୍ସନ ଅଛି, ତାର ମୌଳିକ ନିୟମ ରହିଛି। ମନର ନିୟମ ହଉଛି ଭେଦ ତିଆରି କରିବା, ବିଭେଦ ତିଆରି କରିବା। ଏଇଟା ମୋର, ସେଇଟା ତାର, ସେଇଟା ମୁଁ, ଏଇଟା ସିଏ। ଏବଂ ଏଇ କାରଣରୁ ସେ ନିଜକୁ ବିଶ୍ୱଠାରୁ ସବୁବେଳେ ଅଲଗା ମନେ କରେ। ସେ କହେ ଯେ ମୁଁ ଗୋଟେ ଅଲଗା ଏଣ୍ଟିଟି ଏବଂ ଦ ରେଷ୍ଟ ଅଫ ଦି ୟୁନିଭର୍ସ ଇଜ ଡିଫରେଣ୍ଟ। ଅବଶିଷ୍ଟ ବିଶ୍ୱଟି ମୋ ଠାରୁ ଅଲଗା ଅଟେ। ଏଇ ଭେଦ ଜ୍ଞାନ ତା ପାଖରେ ରହିଛି, କାରଣ ତା ପାଖରେ ଯୋଉ ମନଟି ଅଛି, ସେ ମନଟିର ମୂଳ କାରଣ ହଉଛି, ତାର ଫଣ୍ଡାମେଣ୍ଟାଲ ଲ ଅଫ ଆକ୍ସନ ହଉଛି, ଯେଭଳି ଆମେ ଏବେ ପଢୁଥିଲେ ଅପରେଟିଭ ପ୍ରିନ୍ସିପଲ ଅଫ ଡିଭାଇନ ସୁପରମାଇଣ୍ଡ। ସେ ଗୋଟେ ବିଶ୍ୱମୟ ଚେତନା ତିଆରି କରେ, ସର୍ବସମାବେଶକ, ସର୍ବବ୍ୟାପୀ,
ଅଲ୍ ଇନହିବିଟିଂ ସର୍ବସ୍ଥାନରେ ଅବସ୍ଥାନ କରୁଥିବା ଦୃଷ୍ଟି, ଦେଶ କାଳାତୀତ ଅବିଚଳ ଆତ୍ମବୋଧ, ଅନ୍ତ ଚେତନା ଯେ ତିଆରି କରନ୍ତି, ସକ୍ରିୟ ଜ୍ଞାନ ଯେ ତିଆରି କରନ୍ତି, ତାଙ୍କ ଜାଗାରେ ମନ ଆଉ ଗୋଟେ ଉଲ୍ଟା କାମ କରୁଛି। ସେ କରୁଛି ଯେ ସେ ତାକୁ ବିଭେଦନ ତିଆରି କରିବ, ଭାଗ ଭାଗ କରି ସର୍ବସମାବେଶୀ ହବନି। ସେ କହିବ ନାଇଁ ନାଇଁ କେମିତି, ଏଟା ତ ଦିଶୁଛି ତାଙ୍କ ଘର ଅଲଗା, ଏ ବାଡ଼ ପକେଇଛନ୍ତି ପରା ଦେଖୁନ, ତାଙ୍କ ଘରଟା 2 ମହଲା, ମୋ ଘରଟା ମହଲେ, ଆଉ ତାଙ୍କର ଟିକେ ବେଶୀ ଜମି, ମୋର ଟିକେ କମ, ତାଙ୍କର ଅମୁକେ ଗାଡି ଚଢନ୍ତି, ମୋର ଏଇ ଗାଡି ଚଢେ, ଆମେ ସବୁ ଅଲଗା ଅଲଗା ନା, ଆଉ ତମେ କେମିତି କହିବ ଏଇଟା ସବୁ ସମାନ ହେଇଯିବ? ଇଟ୍ ଇଜ ନଟ୍ ପସିବଲ। ସେ ସ୍ୱପ୍ନରେ ବି ଭାବିପାରିବ ଯେ ଆମ ଭିତରେ ଏକ ସମାନତା ରହିଛି, ଆମ ଭିତରେ ଦିବ୍ୟ ସମ୍ପର୍କ ରହିଛି, ଆମେ ସମସ୍ତେ ଗୋଟିଏ ଉପାଦାନରେ ତିଆରି, ଆମେ ସମସ୍ତେ ଗୋଟିଏ ଚେତନା ଦ୍ୱାରା ନିୟନ୍ତ୍ରିତ, ଆମ ସମସ୍ତଙ୍କୁ ଗୋଟିଏ ସମୟ ହିଁ ନିୟନ୍ତ୍ରିତ କରେ, ଗୋଟିଏ ସ୍ଥାନ ଭିତରେ ଆମେ ଅଛନ୍ତି, ସମସ୍ତେ ଆମେ ଗୋଟିଏ ସ୍ଥାନରେ ଅଛନ୍ତି। ଈଶାବାସ୍ୟମ, ସେଇ ଈଶ୍ୱରଙ୍କ ଦେଶରେ ଅଛନ୍ତି। ମଣିଷଟା ଭାବିପାରିବନି, ଏତେ ସହଜ ନୁହେଁ। କାହିଁକି ନା ତା ପାଖରେ ମନ ଏବେ ବି କ୍ରିୟାଶୀଳ। ତେଣୁ ସେ ଏଇ ଯୋଉ ବିଭେଦନ ଶକ୍ତି କାରଣରୁ ସେ କଣ କରେ ନା ଦି ନୋୟର, ଦି ନୋନ୍ ଆଉ ଦି ନଲେଜ, ୟା ଭିତରେ ଗୋଟେ ଫରକକୁ ତିଆରି କରେ। ଜ୍ଞାନଟାକୁ ସେ ଅଲଗା କରି ଦେଖେ, ଜ୍ଞାତାକୁ ସେ ଅଲଗା କରି ଦେଖେ, ଏବଂ ଯାହା ଜ୍ଞେୟ, ଯାହାକୁ ଜାଣିବାର ଯୋଗ୍ୟ, ସେଇଟାକୁ ମଧ୍ୟ ଅଲଗା କରି ଦେଖେ। ଭାଇ ଭଉଣୀ ମାନେ, এই କଥା ଗୁଡ଼ିକ ଉପନିଷଦର ପ୍ରସଙ୍ଗ। ଯେତେବେଳେ କପିଳ ମୁନି ସାଂଖ୍ୟ ଯୋଗ ପ୍ରତିଷ୍ଠା କଲେ ଏବଂ ସାଂଖ୍ୟ ଯୋଗରେ ନାନାଦି ତତ୍ତ୍ୱ ଆସିଲା ଏବଂ ଏହି ଉପନିଷଦର ବହୁ ପ୍ରକାରର ବ୍ୟାଖ୍ୟା ହେଲା ଋଷି ମୁନି ମାନଙ୍କ ଦ୍ୱାରା। ପରବର୍ତ୍ତୀ ସମୟରେ ତାକୁ ଗୀତାରେ ଗୋଟେ ତାର ସରଳୀକରଣ କରାଗଲା, ଗୀତାରେ ତାର ଗୋଟେ ସାରାଂଶୀକରଣ କରାଗଲା, ତାକୁ ସମରାଇଜ କରାଗଲା। ସେତେବେଳେ ବି ଏଇ ଗୀତା ରଚନା ହେବାର 1000 ବର୍ଷ ପରେ ବି ମଣିଷ ଆଜି ପର୍ଯ୍ୟନ୍ତ ଏଇ ଜ୍ଞାନ ଆଉ ଜ୍ଞେୟ, ଜ୍ଞାତା, ଏହା ସମ୍ପର୍କରେ ଗୋଟେ ସିରିୟସ ଥିଙ୍କିଂ, ଗୋଟେ ପ୍ରକାର ନିବିଷ୍ଠ ଅଧ୍ୟୟନ, ଗଭୀର ଅଧ୍ୟୟନ କରିବାକୁ ରାଜି ହେଇନି। କିଛି ମଣିଷ କରୁଛନ୍ତି, ସେମାନଙ୍କ କଥା ଛାଡନ୍ତୁ, ଆମେ କରୁଛେ, ନହେଲେ ଆମେ ଏଇଠି ନଥାନ୍ତେ। ମାଙ୍କୁ ଆମେ ଅସୀମ କୃତଜ୍ଞତା ଜଣେଇବା ଯେ ମା ଆମକୁ ଏକ 1000 ବର୍ଷର ଏକ ବିରାଟ ତତ୍ତ୍ୱଜ୍ଞାନକୁ ଆମ ଭିତରକୁ ପ୍ରବେଶ କରାଉଛନ୍ତି ଏବଂ ତା ପୁଣି ଶ୍ରୀ ଅରବିନ୍ଦଙ୍କ ଜରିଆରେ। ଶ୍ରୀ ଅରବିନ୍ଦ କହୁଛନ୍ତି ଅତି ମାନସ ଚେତନାରେ ଦି ନୟର, ନଲେଜ ଆଉ ନୋନ୍ ଗୋଟିଏ ଏଣ୍ଟିଟିରେ ପରିଣତ ହେବେ। ଆଜି ତାହା 3ଟି ସତ୍ତାରେ ବିଭକ୍ତ ହେଇକି ରହିଛନ୍ତି। ତାହେଲେ ଆମକୁ ପ୍ରଥମରୁ ବୁଝିବାକୁ ପଡିବ ଯେ ପ୍ରକୃତିରେ କୋଉଟା ଜ୍ଞାନ ଆଉ କୋଉଟା ଜ୍ଞେୟ ଏବଂ କୋଉଟା କିଏ ହଉଛନ୍ତି ଜ୍ଞାତା। ମୁଁ ଏକଦମ ଗୋଟେ ସିଧା ଷ୍ଟ୍ରେଟ ଗୋଟେ ଡାଇରେକ୍ଟ କଥା କହିବାକୁ ଚାହୁଁଛି, ଯୋଉଟା ଅତି ପ୍ରତ୍ୟକ୍ଷ, ଯେ ଜ୍ଞାତା କେବଳ ଆମର ଚେତନା। ଯଦି ଚେତନା ନାହିଁ ତାହେଲେ ଆମେ ଆଦୌ କିଛି ଜାଣିପାରିବା ନାହିଁ। ଏଇ ଜଗତରେ ଅନେକ ବସ୍ତୁ ରହିଛି ଯୋଉମାନେ ନିଶ୍ଚେତନା ଭିତରେ ଅଛନ୍ତି, ସେମାନେ ଜାଣିପାରିବେ ନାହିଁ। ଆଉ ଯୋଉମାନେ ଅଚେତନା ଭିତରେ ଅଛନ୍ତି ସେମାନେ ଜାଣିପାରିବେ ନାହିଁ। ଯୋଉମାନେ ଅର୍ଦ୍ଧ ଚେତନା ଭିତରେ ଅଛନ୍ତି ସେମାନେ ଅଧା ଜାଣିବେ, ଆଉ ଯୋଉମାନେ ଅବଚେତନା ଭିତରେ ଅଛନ୍ତି ସେମାନେ ବି ଅଧା ଜାଣିବେ, କିଛି କନଫ୍ୟୁଜନ ଏଭରେସନରେ ଜାଣିବେ। ଆଉ ଯୋଉମାନେ ପୂର୍ଣ୍ଣ ଚେତନା ପ୍ରାପ୍ତ ସେମାନେ ସବୁ ଜାଣିବେ, ସେମାନେ ହେଲେ ଜ୍ଞାତା। ତେଣୁ ଆମ ପାଖରେ ଯୋଉ କନସିୟସନେସ ରହିଛି, କନସିୟସନେସ ହଉଛି ଗୋଟେ ଶକ୍ତିର ଏକ ମହାନ ଜ୍ୟୋତି ପ୍ରବାହ, ଇଏ ଗୋଟେ କରୁଣାର ପ୍ରବାହ, ଇଏ ଗୋଟେ ବରଦାନ, ଇଏ ଗୋଟେ ଉପହାର, ଇଏ ଗୋଟେ ଶକ୍ତି, ଇଏ ଗୋଟେ ସାମର୍ଥ୍ୟ, ଏଇଟା ହଉଛି ଆମର ଫ୍ୟାକଲ୍ଟି। ତେଣୁ ଆପଣଙ୍କୁ ସେଇଭଳି ଚେତନ ଶକ୍ତି ଥିଲେ ମହାକାଶ ଭିତରେ କଣ ଘଟିବାକୁ ଯାଉଛି, ଯାହା ମହାସମୁଦ୍ର ଭିତରେ କଣ ଘଟିବାକୁ ଯାଉଛି, ଏ କଥା ଜାଣିପାରିବେ, ଜାଣୁଥିଲେ ମଧ୍ୟ। ଆମେ ଶୁଣିଛେ ଗୋଟେ ଗଳ୍ପ ନା,
दिने राधा कृष्ण गोटे नदी कूल बसते कृष्ण हठात चित्कार कले आह से तो राधा पचारे कौन है कहीं चित्कार कल ना जे मु देखुची मो भीतर गोटे चेतना होची जे जड़े मोर गोटे प्रिय लोक को गोटे बाघ गोड़ाऊँच तो खाइब बोली मुझे उद्धार करने तो यही प्रसंग मु दिने आपन कही जो दिन गोटे बर गछ देहरे गोटे कुराड़ी लगे चली आसते किसी लोक से अरभिल भीतर जो बर गछटी जो जमूल आम सब ध्यान करू से माँ केमी जानिले जे ये कथा घटवाक जाऊँच मां को से वृक्ष केवल कहला जाए कि तेणु ये जो सर्वनियंता ये जो चेतना ये ट्रुथ कन्सियसनेस ये सुप्रीम ट्रुथ कन्सियसनेस यही हूँ प्रकृत आमर ज्ञाता दि नोयर से ही जापारती अच्छा भाई भणी मैंने आम भितर से शक्तिटा अच्छी कि नहीं चेतनाटा आम भितर अच्छी कि नहीं से ज्ञाता आम भितर अच्छी कि ना निश्चय अच्छी निश्चय अच्छी ध्रुव सत्य त्रिवार सत्य जे आम भितर से ज्ञाता रही केमिति रही से रही आमर आत्मा रूपरे आपण दीटी शब्द सहित आपण को परिचय करुच्छे आम समस्ते पुरी जाऊना पुरी है आम समुद्र कूल गोटे सहर भुवनेश्वर पर आस पुरीर अर्थ कौन पुरर अर्थ कौन पुरर अर्थ हूँ देह देह भितर जी थांती सी होती पुरी तेणु पुरीर माने हूँ आत्मा और पुर हूँ देह किंतु उपनिषद ताको आउरी बढ़िया शब्द रे कहते बढ़िया शब्द उपनिषद कहते जो पुर बा देह सेटा हूँ क्षेत्र फील्ड इंग्राजी रे आउ सेटा आउ ता भितर जी अच्छंती पुर भितर जी पुरी जे जगन्नाथ आम शरीर जदि गोटे पुर हुए ता भितर जे पुरी सी होचंती आत्मा तेणु ये आत्मा होचंती प्रकृत रे क्षेत्रज्ञ कारण आम शरीर टी होची क्षेत्र ये क्षेत्रज्ञ जोग ना रे गोटे अध्याय संपूर्णतः भगवत गीता रे रही 13 अध्याय ना रे जो भाई भणी माने गीता पढ़ुचंती श्री अरविंदंकर एसेजन गीता अध्ययन करुछंती सेमानक पई ए विषय अधिक आकर्षणीय अधिक सहज हब ताले जदि आम समस्तंक पाखरे गोटे क्षेत्र अछि ए क्षेत्रटी जड़ जड़ होची हमर क्षेत्र अर्थात आमे पंच महाभूत से विज्ञान भी सही कथा कहते आम पाखे ऑक्सीजन अच्छी हाइड्रोजन अच्छी आयरन अच्छी फॉस्फोरस अच्छी आम पाखे मैंगानीज अच्छी आम भितर सोडियम अच्छी आम भितर जिंक अच्छी आम भितर कौन नहीं आमे सबू पंच महाभूत रे तैयारी अणु परमाणु रे तैयारी किंतु ये सब जड़ पदार्थ आम भितर मन बुद्धि चित्त अहंकार आम कर्मेन्द्रिय आम ज्ञानेन्द्रिय ये सब गुड़िक जड़ यही जड़ भितर खाली कौन आम शरीर तैयारी था मो शरीर जमी तैयारी आपण मान शरीर सेमिति तैयारी होता है बाघ छेली शरीर सेमिति तैयारी होता है गछ पत्र शरीर सेमिति तैयारी होता है एवं यही पृथ्वी रे जते निर्जीव पदार्थ रही जहाँ आम जड़ वस्तु कहूँ से भली जड़ पदार्थ रे तैयारी अर्थात समग्र सचराचर ज्योतिष्क मंडल को देखंतु महाकाश को भी देखंतु आलोक मंडल को देखंतु अंधकार को भी देखंतु ये सबु सत गुड़िक एक्जिस्टेंस गुड़िक एवं सबु असत गुड़िक जहाँ अपरिकल्पनीय आम जहाँ नन बीइंग रही बीइंग हो या नन बीइंग हो जहाँ को आम कस्मिक बोली कहूँ से विश्व ब्रह्मांडर सृष्टि
गोटे क्षेत्र द्वारा ये समस्त हूँ क्षेत्र ये क्षेत्र जे प्रकाशक जे सूर्य जे क्षेत्रज्ञ जे आलोक से होचंती परमात्मा परमेश्वर चैतन्य से होचंती चिन्मय तेणु सी आम भीतर भी रही आम जमी जापर आम जमी देखिपर आम जमी बुझीपर आम जमी शुणी पार आम जो खाईपर आम स्वाद बारीपर भल संगीत टे शुणी पार आम कि जानिबा तार व्यवस्था से चैतन्य रूप आम भीतर भी करिसेंती तेणु ये ज्ञाता परमात्मा है कि जो समग्र विश्व सृष्टिर से प्रकाशक से भली आम शरीर मध्य प्रकाशक भावरे से रही ज्ञाता है कि से नयर से जानिबे आउ कहाटा को जानिबे ना क्षेत्र मान को जानिबे ये सृष्टि को जानिबे जदि आपण ठीक अच्छे आपण कहे भाई एते कथारे जानी आम कि किंतु आपण को जेतेबेले एई लाइफ डिवाइन रो पथरे जीवाको पड़िबो सेतेबेले आपण को कुआगला आपण को ऑल कंप्रेहेंसिव ऑल परफेडिंग ऑल इनएविटेटिंग हवा को पड़िबो आपण को टाइमलेस स्पेसलेस सब्जेक्टिव हवा को पड़िबो ताले जेतेबेले ए कथाटा हवा को पड़िबो सेतेबेले आपण कहिबे कि जे ना मु मोर एई जो चेतना रही से चेतनाटी को परिवृद्ध करी नहीं ताको बढ़े भी नहीं कि ताको जानी भी नहीं मु आपण को आज आलोचनार प्रथम विषयटा को नौछि जे आमे ज्ञेय जे जहाटा जानिबा उचित जोटा ज्ञातव्य आमे कौन जानिबा उचित शास्त्र कहउचंती जे जदि आमे से जहा ज्ञातव्य जहा ज्ञेय ताको जदि जानिलु ताले कौन हबो ना जत ज्ञाता अमृतम अश्नुते जहा को जानिले अमृत लाभ हुए आमे सब अमरत्व पथर यात्री मां आमको अमरत्व पथरे यात्री करिसंती तांकर महान करुणा तांकर महान आशीर्वाद आम उपर प्रतिफलित होछि जोथि पई आमे आज जहा जानिले अमृत लाभ करा जीवो सेटा जानिबा कि जानिबानी नले अमरत्व पथर के यात्री हो कहीं कि ना ये होछि अनादिमत परम ब्रह्म न सत तत् असत उच्यते ये होछि सही अमृत ये सही अनादि जहार आदि नहीं जहार आर शेष नहीं ये सही अनादि जहांकर जहां को सत कुआ जाई परिबो नहीं कि असत कुआ जाई परिबो नहीं बीइंग कुआ जाई परिबो नहीं कि नॉन बीइंग कुआ जाई परिबो नहीं आमे तांको दृश्यमान भी देखुछु अदृश्यमान भी देखुछु तांको रूपरे देखुछु रूपरे देखुछु तांको एक कथा आमे आलोचना करिसेंती भाई भण माने मने थिबो जे सत्यर विपरीत मध्य सत्य जदि रूप सत्य अरूप मध्य सत्य जदि आकार सत्य अनाकार मध्य सत्य जदि गुण सत्य ताले निर्गुण मध्य सत्य ताले एठी सत से अटंती असत से अटंती तांको दीटा जाक कुहा जाई परिबो नाही एवं आमे काहा को जानिबा हमको बारंबार कुहा जायतिला ना भगवान को जे जानिबा को चाहे से तांकर सृष्टि को जानिबा जरूरी जने कवि को जानिबा को हेले तांको कविता को जानिबा को हबो जने चित्रकर को जानिबा को हेले तांको चित्र गुडी को बुझिबा को पड़िबो सेई भली जने बणिस को जानिबा को हेले तांको कर्म गुडी को जानिबा को पड़िबो सेई भली भगवान को आमे जानिबा न जानिले कारण से होचंती ज्ञेय से होचंती गोटे कोन माने से होचंती तांको ही जानिबार से केमिति अछंती केमिति परिपाटी रे अछंती जे आपण ताको जानि पकेबे से जानिबार सुजोग से देइछंती आत्मा रूपरे चैतन्य रूपरे से हम ज्ञाता है कि रहिछंती नय रे काम भीतर अछंती से कहउछंती तांकर कोठी तांको पाइबा कोठी ना सर्वतः सबु जगह रे पाइबा सर्वतः पाणिपादम तत् सर्वे अक्खी शिर मुखम तांकर सबु जगह रे पाद रहिछि सबु जगह रे तांको हाथ रहिछि सबु जगह रे तांको चक्षु रहिछि सबु जगह रे तांकर शिर रहिछि सबु जगह रे मुख रहिछि
ସେ ତାଙ୍କର ପାଟି ନାହିଁ, ସେ ସବୁ ଖାଉଛନ୍ତି କେମିତି? ସେ ତାଙ୍କର କାନ ନାହିଁ, ସେ ସବୁ କିଛି ଶୁଣୁଛନ୍ତି କେମିତି? ଆମ ଚୈତନ୍ୟ ଭିତରେ ଆମ କାନ ଆଖି, ଗୋଟେ ସାପ ଭିତରେ ଯାହା ଶୁଣିପାରେ, ଯାହା ଗୋଟେ ମୂଷା ଭିତରେ ଯାହା ଶୁଣିପାରେ, ଗୋଟେ ମାଛ ଭିତରେ ଯାହା ଦେଖିପାରେ, ସେଇ ଚୈତନ୍ୟ ଦୃଷ୍ଟି ତ ଅଲ୍ ପରଭେସିଭ ନା, ସେଇଟା ତ ଅତି ମାନସ ଦୃଷ୍ଟି ନା। ସର୍ବତ ଶ୍ରୁତି ମତ, ତାଙ୍କର ସବୁଆଡେ କାନ ଅଛି। ଲୋକେ ସର୍ବମ୍ ଆବୃତ୍ୟ, ଏଇ ସମଗ୍ର ଇହଲୋକରେ ସେ ସବୁଆଡେ ଆବରି କରି ରହିଛନ୍ତି। ସର୍ବମ୍ ଆବୃତ୍ୟ ତିଷ୍ଠତି, ସବୁ ଜାଗାରେ ସେ ଆବରି ହେଇକି ରହିଛନ୍ତି। ଖାଲି ସେତିକି ନୁହେଁ, ସେ ହଉଛନ୍ତି ସର୍ବେନ୍ଦ୍ରିୟ ଗୁଣ ଆଭାସମ୍, ସମସ୍ତ ଇନ୍ଦ୍ରିୟର ପ୍ରକାଶକ। ସର୍ବେନ୍ଦ୍ରିୟ ବିବର୍ଜିତମ୍, ସମସ୍ତ ଇନ୍ଦ୍ରିୟର ଊର୍ଦ୍ଧ୍ୱରେ ତାଙ୍କ ବିବର୍ଜିତ କରି ରହିପାରିବେ। ଅସକ୍ତମ୍, ଆସକ୍ତି ତାଙ୍କର ନାହିଁ। ସେ ଲିପ୍ତ ହେଉନାହାନ୍ତି, ନିର୍ଲିପ୍ତ ରହୁଛନ୍ତି। ସର୍ବଭୂତ, ସବୁର ଆଧାର, ସବୁକୁ ଧାରଣ କରିଛନ୍ତି। ନିର୍ଗୁଣମ୍ ଗୁଣଭର୍ତ୍ତୃ, ସେ ଗୁଣ ତାଙ୍କର ଅଛି, ନିର୍ଗୁଣ ବି ସେ ଅଟନ୍ତି। ବହି ଅନ୍ତଚ ଭୂତନମ୍, ଆମ ଅନ୍ତରରେ ସିଏ ଅଛନ୍ତି, ବାହାରେ ସିଏ ଅଛନ୍ତି। ବହି ଅନ୍ତଚ ଭୂତନମ୍, ଏ ଉପନିଷଦର ଶବ୍ଦ। ଅଚରଂ, ସେ ଚଳମାନ, ସ୍ଥାବର, ଚରଂ, ଜଙ୍ଗମ ମଧ୍ୟ। ସୂକ୍ଷ୍ମାତ୍ ତତବିଜ୍ଞେୟମ୍, ସେ ସୂକ୍ଷ୍ମ ହେଇଥିବାରୁ ଆମେ ତାଙ୍କୁ ଜାଣିପାରୁନୁ। ଆମେ ଖୋଜୁଛୁ, କାହାନ୍ତି ଭଗବାନ, କାହାନ୍ତି ମା, କାହାନ୍ତି ଶ୍ରୀନ୍ଦୁ, କାହାନ୍ତି, କୁଆଡେ ଗଲେ? ସେ ସୂକ୍ଷ୍ମ ହେଇକି ରହିଛନ୍ତି। ଆମେ ଆମ ଚେତନାକୁ ସେଇଭଳି ସୂକ୍ଷ୍ମତର ନ କଲେ, ଆମ ଚେତନାକୁ ସେଇଭଳି ଗଭୀରତର ନ କଲେ, ଆମ ଚେତନାକୁ ସେଇଭଳି ପ୍ରସାରିତ ନ କଲେ, ଯେ ଜ୍ଞାତା, ଯିଏ ଆମ ଭିତରେ ଅଛନ୍ତି, ତାଙ୍କ ବିଷୟରେ ଆମେ ଯଦି ସଚେତନ ନ ହବା, ତାହେଲେ ଆମେ କିଛି ଜାଣିପାରିବା ନାହିଁ। ଏବଂ ସେ ପୁଣି କେମିତି ରହିଛନ୍ତି ନା, ଦୂରସ୍ଥମ୍ ଚନ୍ତି କେଚ ତତ୍, ସେ ଦୂରରେ ବି ଅଛନ୍ତି, ନିକଟରେ ବି ଅଛନ୍ତି। ଦୂରରେ ଆମେ ଯାହାଙ୍କୁ ଦେଖୁଛୁ ସେ ସେଇ, ଆଉ ନିକଟରେ ଯାହାଙ୍କୁ ଦେଖୁଛୁ ସେ ସେଇ। ଅବିଭକ୍ତଂ ଚ ଭୂତେଷୁ ବିଭକ୍ତମିବ ସ୍ଥିରମ୍, ଆମେ ଏଠି ପଢିଲେ ଅବିଭକ୍ତ ହେଇକି ସେ ରହିଛନ୍ତି। ଇଣ୍ଡିଭିଜିବଲି ୱାନ୍, ଡିଭିଜିବଲି ମେନି, ବିଭକ୍ତ ହେଇକି ସେ ବହୁତ ହେଇକି ରହିଛନ୍ତି, ବହୁ ହେଇକି ରହିଛନ୍ତି। ଏବଂ କିଭଳି ଅଛନ୍ତି? ଭୂତ ଭର୍ତ୍ତୃମ୍, ଏ ସକଳ ଜଗତର ସେ ହଉଛନ୍ତି ପାଳନ କର୍ତ୍ତା। ତତ୍ ଜ୍ଞେୟମ୍ ଗ୍ରସିଷ୍ଣୁ ପ୍ରଭ ବିଷ୍ଣୁ ଚ, ସେ ହଉଛନ୍ତି ଏ ସମସ୍ତ ସୃଷ୍ଟି, ପ୍ରଭ ବିଷ୍ଣୁ, ସେ ସମସ୍ତ ସୃଷ୍ଟିର ପାଳନ କର୍ତ୍ତା। ଆଉ ଏଇ ସୃଷ୍ଟିର ଯୋଉ ବିଘଟନ ବି ହଉଛି, ଧ୍ୱଂସ ବି ହଉଛି, ତାର ମଧ୍ୟ ସେ କାରଣ। ଏବଂ ଆମେ ଯେତେବେଳେ ଜ୍ଞାନ, ଜ୍ଞେୟ ଏବଂ ଜ୍ଞାନଗମ୍ୟର କଥା ଚିନ୍ତା କରୁଛୁ, ତାହେଲେ ସେ କୋଉ ରୂପରେ କଣ, ସେ ବିଷୟରେ ମଧ୍ୟ ଉପନିଷଦ କହୁଛନ୍ତି, ଗୀତା କହୁଛନ୍ତି। ସେ କହୁଛନ୍ତି ଜ୍ୟୋତିଷାମପି ତତ୍ ଜ୍ୟୋତି, ସେ ହଉଛନ୍ତି ଜ୍ୟୋତିଷ୍କ ମାନଙ୍କର ଜ୍ୟୋତି। ତମସଃ ପରମ ଉଚ୍ୟତେ, ଅନ୍ଧାରର ଊର୍ଦ୍ଧ୍ୱରେ ଯିଏ ଅଛନ୍ତି ସିଏ। ଆଉ ଜ୍ଞାନମ୍ ଜ୍ଞେୟମ୍ ଜ୍ଞାନଗମ୍ୟଂ ହୃଦି ସର୍ବସ୍ୟ ବିଷ୍ଟିତମ୍, ସେ ଜ୍ଞାନ ରୂପରେ, ଚୈତନ୍ୟ ରୂପରେ, ସେ ଜ୍ଞେୟ, ସେ ଯୋଉଟା ଯାହାକୁ ଜାଣିବେ କ୍ଷେତ୍ର ରୂପରେ, ଏବଂ ଯିଏ ହଉଛନ୍ତି ଯୋଉଟା କଣ, ଯିଏ ହଉଛନ୍ତି ଜ୍ଞାତା, ସେଇ ରୂପରେ ସେ ହୃଦି ସର୍ବସ୍ୟଂ ବିଷ୍ଟିତମ୍, ସମସ୍ତଙ୍କ ହୃଦୟ ଭିତରେ ଅଛନ୍ତି। ଭାଇ ଭଉଣୀ ମାନେ, ଏବେ ଆମ ହୃଦୟକୁ ଖୋଜିବା, ପ୍ରକୃତରେ ସେ କୋଉଠି ଅଛନ୍ତି? ସେ ଜ୍ଞାନ ହେଇକି ରହିଛନ୍ତି, ସେ ଜ୍ଞାତା ହେଇକି ରହିଛନ୍ତି, ସେ ଜ୍ଞ ହେଇକି ରହିଛନ୍ତି। ସିଏ ହିଁ କ୍ଷେତ୍ର, ଆଉ ସିଏ ହିଁ କ୍ଷେତ୍ରଜ୍ଞ। କାରଣ ଆପଣଙ୍କୁ ବାରମ୍ବାର କୁହାଯାଇଥିଲା, ଯଦି ସମଗ୍ର ସୃଷ୍ଟି ଜଡ ଦ୍ୱାରା ବିସୃଷ୍ଟ ଯଦି ତିଆରି ହେଇଛି, ତାହେଲେ ଜଡ ହଉଛି ତାଙ୍କରି ଅତି ଚେତନାର ମହାଅବତାର ନିଶ୍ଚେତନା। ସେଇ ନିଶ୍ଚେତନା ଭିତରୁ ସେ ନିଜକୁ ଧୀରେ 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 ବିମୁକ୍ତ କରୁଛନ୍ତି। ଏବଂ ସେଇ ବିମୁକ୍ତିର ପର୍ଯ୍ୟାୟରେ ପ୍ରାଣ ଆସିଛି, ପୁଣି ଟିକେ ଖୋଲି ଯାଇଛି, ମନ ଆସିଛି, ପୁଣି ଟିକେ ଖୋଲିଯିବ, ଆତ୍ମା ଆସିବ। ସେଦିନ ଆପଣ ଯେତେବେଳେ ଆତ୍ମା ପ୍ରକାଶକ ହବ, ଯେ ନୋୟର, ଯେତେବେଳେ ସେ ସବୁ ଜାଣିଯିବ, ସର୍ବଜ୍ଞାନ ତାକୁ ଆସିଯିବ, ପୂର୍ଣ୍ଣ ଜ୍ଞାନ ଆସିଯିବ,
ସେତେବେଳେ ସେ ଦେଖିବ, ଆରେ ପ୍ରଭୁ କଣ ଏମିତି, ଏଇଟା କଣ ସମ୍ଭବ? ଏତେ ସୂକ୍ଷ୍ମ ଭିତରେ ଏତେ ସ୍ଥୂଳ ହେଇକି ବି ଆପଣ ରହିପାରିଛନ୍ତି, ଏତେ ସ୍ଥୂଳତା ଭିତରେ ଏତେ ଯୋଉ ସୂକ୍ଷ୍ମ ହେଇକି ଆପଣ ରହିପାରିଛନ୍ତି। ଏଇଟା ହଉଛି ଏଇ ସୃଷ୍ଟିର ଏକ ବିରାଟ ମହାନତା, ବିରାଟ ମହାନତା। ତେଣୁ ଯେତେ ପର୍ଯ୍ୟନ୍ତ ଆମର ଏଇ ଜ୍ଞାନ ଗୁଡିକ ମନୋମୟ ଭୂମି ଉପରେ ରହିଥିବ, ଆମେ ବହୁ ସମୟରେ ବିଭେଦନର ଆଶ୍ରୟ ନେଉଥିବା। ଏବଂ ଜ୍ଞାତା ରୂପରେ ଆମେ ଯାହାଙ୍କୁ ପାଉଛୁ, ଆଚ୍ଛା ଦେଖିବେ ଗୋଟେ ବଢିଆ କଥା ଭାବିବେ ତ, ଆମ ଭିତରେ ଜ୍ଞାତା ରୂପରେ କିଏ ରହିଛନ୍ତି? ଚୈତନ୍ୟ ରହିଛନ୍ତି କି ସେଇ ଜାଗାରେ ଅହଙ୍କାର ବସି ଯାଉଛନ୍ତି? ଆମେ ଯାହାକୁ ମୁଁ କହୁ, ମୁଁ ଖାଇଲି, ମୁଁ ଜାଣିଲି, ମୁଁ ଦେଖିଲି, ମୁଁ ଶୁଣିଲି, ମୁଁ ଆସିଲି, ମୁଁ ଗଲି, ମୁଁ କାର୍ଯ୍ୟ କଲି, ମୁଁ ହଉଛି କର୍ତ୍ତା, ସେ ମୁଁଟି ପ୍ରକୃତରେ ଅହଙ୍କାର ନା ସେ ଚୈତନ୍ୟ ପୁରୁଷ ଯାହାଙ୍କ ବିଷୟରେ ଆମର ଜ୍ଞାନ ଆଜି ମଧ୍ୟ ସମ୍ପୂର୍ଣ୍ଣ ନୁହେଁ? ଏବଂ ତାଙ୍କ ଜାଗାରେ ଆମେ ଗୋଟେ ମୁହୂର୍ତ୍ତକୁ ଗୋଟେ ଅହଂ ପ୍ରଣୋଦିତ, ଅଜ୍ଞାନ ପ୍ରଣୋଦିତ, ଅନ୍ଧକାର ପ୍ରଣୋଦିତ ଅହଙ୍କାରକୁ ବସେଇ ଦେଇ କହୁଛୁ ଯେ ମୁଁ ହଉଛି କର୍ତ୍ତା। ଅର୍ଥାତ ଏଇ ସବୁ ଭିତରେ ଯିଏ କର୍ତ୍ତା ସେ ହଉଛନ୍ତି ହରି ହି କର୍ତ୍ତା କେବଳମ୍। ସମସ୍ତ କ୍ରିୟା ସେ ଆମ ଭିତରେ କରେଇ ନେଉଛନ୍ତି। ଯେତେ ପର୍ଯ୍ୟନ୍ତ ଆମେ କର୍ତ୍ତା ହେଇକି ଥିବା, ସେତେ ପର୍ଯ୍ୟନ୍ତ ଆମେ କଥାଟାର ବୁଝିବା ଲାଗି ଆମେ ଅନେକ ସମୟରେ ଦୃଷ୍ଟାନ୍ତ ଗୁଡିକର ସାହାଯ୍ୟ ନେଉଥିବା। ଆମେ ଅନେକ ସମୟରେ ଏଇ ଅତିମାନସର ନିରନ୍ତର କାର୍ଯ୍ୟଟିକୁ ପ୍ରକୃତରେ ବୁଝିପାରିବା ନାହିଁ। ଏବଂ ଅହଙ୍କାର ଆମ ଭିତରେ ଗୋଟିଏ ପ୍ରକାର ଅଧିକାର ଭିତରେ ଆମ ଅଧିକାର କରିକି ଆମକୁ ରହିଥିବ। ତେଣୁ ଆମେ ଯାହାଙ୍କୁ ନିଜ ଭିତରେ ଦେଖୁଛନ୍ତି ଏବଂ ଆମ ଜ୍ଞାନର ବିଷୟ ଯୋଉଟା ଜ୍ଞେୟ, ଯାହାକୁ ଜାଣିବା କଥା, ଆପଣଙ୍କୁ ପରିଷ୍କାର ଭାବରେ କହିଦିଆଗଲା କୋଉଟା ଜାଣିବାର କଥା। ଯେତେବେଳେ ମା କହିଲେ ଯେ ତୋ ଶରୀର ବିଷୟରେ ତୁ ଜାଣିବୁ, ତୋ ମନ ବିଷୟରେ ଜାଣିବୁ, ତୋ ପ୍ରାଣ ବିଷୟରେ ଜାଣିବୁ, ଏଟା କାହା ବିଷୟରେ ଜାଣିବୁ? କ୍ଷେତ୍ର ବିଷୟରେ ଜାଣିବୁ, ୟୋର ଡୋମେନ୍, ୟୋର ଓନ୍ ଫିଲ୍ଡ। ଏବଂ ଯେତେବେଳେ ମୁଁ ନିଜ ବିଷୟରେ ଜାଣିବି, ନିଜର ଉପାଦାନଟା ହିଁ ତ ବିଶ୍ୱର ଉପାଦାନ। ମୁଁ ଯୋଉ ଉପାଦାନରେ ତିଆରି, ବିଶ୍ୱ ସେଇ ଉପାଦାନରେ ତିଆରି। ଯେତେବେଳେ ମୁଁ ନିଜ ସମ୍ପର୍କରେ ଜାଣିବି, ସ୍ୱାଭାବିକ ଭାବରେ ବିଶ୍ୱ ସମ୍ପର୍କରେ ଜାଣିବି, ତାହା ହିଁ ହବ ବିଶ୍ୱ ଜ୍ଞାନ, କସ୍ମିକ ନଲେଜ। ସେଇଟା ହଉଛି କସ୍ମିକ ଭିଜନ। ଏବଂ ଯେତେବେଳେ ଆପଣ ଜଣେ ଜ୍ଞାତା ହେଇଯିବେ, ଆପଣଙ୍କର ଚୈତନ୍ୟର ସେଇ ପ୍ରକାଶ ହବ, ତ ଆପଣ ସେଦିନ ହେବେ ଜଣେ ବିଶ୍ୱ ମାନବ। ଆଉ ଏଇ କ୍ଷୁଦ୍ର ମାନବ ହେବେନି। ଆମେ ଯୋଉ ଛୋଟିଆ ମଣିଷ ହେଇକି ଅଛୁ, ଯୋଉ କ୍ଷୁଦ୍ରତା ଭିତରେ ପଡିକି ଛୋଟ ଫଟ ହଉଛୁ, ସେଇ କଥାଟି ଆଉ ଘଟିବ ନାହିଁ। ବିଶ୍ୱ ମାନବ ହେବେ। କୋଉ ମାନେ ଆପଣଙ୍କୁ କୋଉ ସମୟ ଲାଗୁଥିବ ବିଶ୍ୱ ମାନବ କିଏ, କାହାକୁ ଆମେ ଦେଖିବା, କୋଉଠି ଖୋଜିବା? ବହୁତ ଦୂର ଖୋଜିବା ନାହିଁ। ସବୁବେଳେ ଆମ ଆଗରେ ଉଦାହରଣ ହଉଛନ୍ତି ଶ୍ରୀ ଅରବିନ୍ଦ, ଆମ ଆଗରେ ଉଦାହରଣ ହଉଛନ୍ତି ଶ୍ରୀମା। ସବୁ କିଛି ପ୍ରସ୍ତୁତ କରିଛନ୍ତି, ସବୁ କିଛି ସିଦ୍ଧ କରିଛନ୍ତି, ସବୁ କିଛି ଦେଖେଇ ଦେଇଛନ୍ତି। ସେ ହଉଛନ୍ତି ଦୃଷ୍ଟାନ୍ତ, ସେ ହଉଛନ୍ତି ଉଜ୍ଜଳ ପୁରୁଷ। ତେଣୁ ଶ୍ରୀ ଅରବିନ୍ଦ ଥିଲେ ବିଶ୍ୱ ମାନବ। କାରଣ ତାଙ୍କର ସବୁ ବହି ଖୋଜି ପକାନ୍ତ, କୋଉଠି ଲେଖିଛନ୍ତି ଏଇ ଲୋକମାନଙ୍କର କଲ୍ୟାଣ ହବ। ଯେତେବେଳେ ସେ ଲେଖିଛନ୍ତି ଡିଭାଇନ ଲାଇଫ, ସମଗ୍ର ଜୀବନ ଦିବ୍ୟ ହବ, ଲେଖିଛନ୍ତି ଏଇ ପୃଥିବୀ ସ୍ୱର୍ଗ ହବ। କୋଉଠି ଲେଖିଛନ୍ତି ଭାରତ ସ୍ୱର୍ଗ ହବ, ଭାରତ ବିଶ୍ୱଗୁରୁ ହବ କହିଛନ୍ତି। ତେଣୁ ଯୋଉ ବିଶ୍ୱ ଦୃଷ୍ଟି ତାଙ୍କ ଭିତରେ ପ୍ରତିଷ୍ଠା ହେଇଥିଲା, ସେ ଯୋଉ ଜ୍ଞାନ କାରଣରୁ ହେଇଥିଲା, ସେ ଜ୍ଞାନର ଗୋଟେ ବିରାଟ ସନ୍ଦର୍ଭ। ତେଣୁ ମୁଁ ଆଜି ଜାଣି ବୁଝିକରି ଗୋଟେ ପ୍ରକାର ଜ୍ଞାନର ଉପାଦାନ ସମ୍ପର୍କରେ ଆପଣ ମାନଙ୍କୁ କହିନାହିଁ। ଆମେ ଆସନ୍ତା ଥରକୁ ଜ୍ଞାନର ଉପାଦାନ ସମ୍ପର୍କରେ ଆଲୋଚନା ଶୁଣିବା। ତାବେ ଯାଇ ଏଇ ଯୋଉ ଧାଡିଟି ଆମେ ପଢିଥିଲେ ଯେ in this consciousness the knower, knowledge and the known are not different entities, ଆମେ ସେଇ କଥାଟି ଭଲ ଭାବରେ ବୁଝିପାରିବା। କିଭଳି ଭାବରେ ଜ୍ଞାନ, ଜ୍ଞେୟ ଆଉ ଜ୍ଞାତା ଗୋଟିଏ ତତ୍ତ୍ୱରେ ଆମ ସମସ୍ତଙ୍କୁ ନେଇଯାଇପାରିବେ। ଯେତେବେଳେ ଅତିମାନସର ପ୍ରକାଶ ହବ, ତାହେଲେ ସେତେ ପର୍ଯ୍ୟନ୍ତ ଆମେ ଆମର ଚିନ୍ତା ଶକ୍ତିକୁ, ଆମର ଭାବନା ଶକ୍ତିକୁ, ଆମର ଆତ୍ମଶକ୍ତିକୁ, ଆମର ଚୈତନ୍ୟ ଶକ୍ତିକୁ ଉଜ୍ଜୀବିତ ରଖିବା ଏବଂ ଉନ୍ମୁଖ ରଖିବା। ଯେଭଳି ମହାପ୍ରଭୁଙ୍କର ମହାଜ୍ଞାନ ଆମ ଭିତରେ ସେଇଭଳି ଜୀବନ୍ତ
ଭାବରେ ଅବତରଣ କରୁ। ମୁଁ ସମସ୍ତଙ୍କୁ ପୁଣି ଥରେ ଅନେକ ଅନେକ शुभेच्छा धन्यवाद कृतज्ञता जनाऊँची। समस्तଙ୍କ ପାଇଁ ମୋ ମାଙ୍କର କୃପା ଭିକ୍ଷା କରୁଛି। ବନ୍ଦେ ମାତରମ୍। धन्यवाद भाई, बहुत सुंदर आज आलोचना थिला। अशेष अशेष धन्यवाद। वर्तमान आमे मां का नाम जप सह पाठ्यचक्र को एठी समाप्त करिबा।